ରାଜାଙ୍କ ଭୋଜି। ବଣର ରାଜା ଭୋଜି ଦେବେ, ସବୁ ପରଜା ରାଜଉଆସରେ ଖାଇବେ। ଡାକରା ପାଇ ଜୀବମାନେ ସଜବାଜ ହୋଇ ବାହାରିଲେ। ହେଲେ ପିଲେ କାହାର ଭୋଜି ଅଛି? ରାଜାଙ୍କ ଭୋଜି ଅଛି। ଯେତେବେଳେ ରାଜା ସମସ୍ତଙ୍କୁ ଭୋଜି ଖାଇବା ପାଇଁ ଡାକିଲେ, ସେତେବେଳେ ଜୀବମାନେ ସବୁ ଭୋଜି ଖାଇବା ପାଇଁ ସଜବାଜ ହୋଇ ବାହାରିଲେ। ଭାଲୁ ବଡ଼ ଡାଲାଟିଏ ଧରିଥିଲା। ସେଥିରେ ଧଳା ଧଳା ଫୁଲ ସଜା ହୋଇଥାଏ। ହନୁ ଧରିଥାଏ ଗୋଲାପ କଢ଼। ସବା ପଛରେ ବୁଢ଼ା ଗଧିଆଟି ଢଳି ଢଳି ଚାଲୁଥାଏ। ଭାଲୁ କ'ଣ ଧରିଥିଲା? ଭାଲୁ ଗୋଟିଏ ଡାଲାଟିଏ ଧରିଥିଲା। ସେହି ଡାଲାରେ କ'ଣ ଥିଲା ପିଲାମାନେ? ସେହି ଡାଲାରେ ଧଳା ଧଳା ଫୁଲ ସବୁ ସଜା ହୋଇ ରଖାଯାଇଥିଲା। ଆଉ ହନୁ ଧରିଥିଲା ଗୋଟିଏ ଗୋଲାପ କଢ଼। ସବା ଶେଷରେ ଗୋଟିଏ ବୁଢ଼ା ଗଧିଆଟି ଢଳି ଢଳି ଚାଲୁଥିଲା। ଡବାରେ ଖାଇବା ଦରବ ଥାଏ। ଢାଙ୍କୁଣୀ ଖୋଲି ଦିଆଗଲା। ଉଆସରେ ଜୀବମାନେ ଧାଡ଼ି ହୋଇ ବସିଗଲେ। କେତେଜଣ ଡଙ୍କି ଧରି ପରସିଲେ। ଡବାରେ କ'ଣ ଥିଲା? ଖାଇବା ଜିନିଷ ଥିଲା। ଢାଙ୍କୁଣୀ ଖୋଲି ଦିଆଗଲା। ଉଆସରେ ଥିବା ଜୀବମାନେ ସବୁ ଧାଡ଼ି ହୋଇ ବସିଗଲେ ଖାଇବା ପାଇଁ। ଆଉ କେତେଜଣ ଜୀବ ଡଙ୍କି ଧରି ଖାଦ୍ୟ ପରସିବାରେ ଲାଗିଲେ। ସବା ଶେଷକୁ ବିଲୁଆ ଆସିଲା। ପିଢ଼ା ପକାଇ ବସିଗଲା। ଭାବିଲା ପେଟେ ଖାଇବ। ଦେଖିଲା ବେଳକୁ ଡବା ଖାଲି। ସବା ଶେଷରେ କିଏ ଆସିଲା ପିଲେ? ସବା ଶେଷରେ ବିଲୁଆ ଆସିଲା। ବିଲୁଆ ଆସି ପିଢ଼ାରେ ବସିଲା। ଆଉ ଭାବିଲା ଆଜି ପେଟ ପୁରାଇ ଖାଇବି। ଦେଖିଲା ବେଳେ କ'ଣ ହୋଇଥିଲା? ସବୁ ଡବା ଖାଲି। ଡବାରେ ଥିବା ଖାଇବା ଦରବ ସବୁ ସରି ଯାଇଥିଲା।